जय श्री जगन्नाथ। श्री गणेशंकर पूजा बा श्री गणेश चतुर्थी भाद्रव मासर शुक्ल पक्ष चतुर्थी तिथि रे पालन करा जाय थाए। एही भाद्रव मास शुक्ल पक्ष चतुर्थी तिथि रे श्री गणेश प्रकट होइथिले। तांकर चित्रा नक्षत्र एवं तुला राशि तांकर। श्री गणेशंकर जो शरीर से शरीर हरिद्रारू प्रकट होइथिले, हळदीरू। तेणु आपण जदि निज घरे छोट छुआ मानक खुशी पाई घरे बहुत लोक छोट छोट विग्रह तैयारी करी पूजा करती, किंबा आपण घरे विग्रह नाहांती, आपण चाहूचंदी विग्रह तैयारी करी पूजा करबा पाई, ताहाले हरिद्रार प्रयोग करिवे। हरिद्रा कहिले कोन? हळदी। हळदी आपण देशी हळदीर गुंड नै परिबे, नचेत खंड हळदी को बतुरे की बाटिबे, चिकन करी प्लेन करी बाटिबे। ସେଥିରେ ଆପଣ ଟିକେ ଅରୁଆ ଚାଉଳ ଗୁଣ୍ଡ ମିଶେଇବେ, କାହିଁକିନା ପାଣିଆ ହେଇଗଲେ ଆପଣ ବିଗ୍ରହ ତିଆରି କରିପାରିବେ ନାହିଁ। କାଠୁଆ ଆପଣ ହଳଦୀକୁ ଚକଟିବେ ଏବଂ ସେହି ଚକଟା ହଳଦୀରେ ଆପଣ ବିଗ୍ରହ ତିଆରି କରିପାରିବେ। ଆମେ ଏଠି ଶ୍ରୀ ଗଣେଶଙ୍କର ବିଗ୍ରହ ଖଟ ଉପରେ ବସିକି ତିଆରି କରୁଛୁ, କାହିଁକି ନା ଆମ ଦେହ ଭଲ ନାହିଁ, ଶରୀର ଅସୁସ୍ଥ ଥିବା କାରଣରୁ ଆମେ ତଳେ ବସି ପାରୁନୁ। ଆମର ଗୋଟିଏ ହାତ ଖରାପ ଅଛି, ସେଥିପାଇଁ ଆମେ ଖଟ ଉପରେ ବସିକି ତିଆରି କରୁଛୁ। କ୍ଷମା କରିବେ, ପ୍ରଥମରୁ ଆମେ କ୍ଷମା ମାଗି ନେଉଛୁ। ଆମେ ଏଠି ଯେଉଁ କାଦୁଅ ବ୍ୟବହାର କରିଛୁ, ଏ ସବୁ ଛୋଟ ପିଲାମାନଙ୍କର ଖେଳିବା ପାଇଁ ଯେଉଁ କ୍ଲେ ଆସିଥାଏ, କଲର କ୍ଲେ, ସେଇ କ୍ଲେ କୁ ଆମେ ବ୍ୟବହାର କରିଛୁ। ସେଇ କ୍ଲେ କୁ ଆମେ କେତେ ଗୋଟି ଛୋଟ ଛୋଟ ବଲ୍ ରେ ପ୍ରଥମେ ବିଭକ୍ତ କରିଛୁ। ଯେଉଁ ବଲ୍ ରେ ଆମେ ବିଭକ୍ତ କରିଛୁ, ଠାକୁରଙ୍କର ମସ୍ତକ, ତାଙ୍କର ଶରୀର ବା ଉଦର, ଯେଉଁ ତାଙ୍କର ଟିକେ ପେଟ ବଡ଼, ତ ପେଟ ପାଇଁ ଟିକେ ବଡ଼ ଗୋଲ, ମୁଣ୍ଡ ପାଇଁ ଟିକେ ପେଟ ଠାରୁ ଟିକେ ଛୋଟ ଗୋଲ, ଦୁଇ ପାଦ ମାନେ ଦୁଇ ଗୋଡ଼, ଦୁଇ ହାତ, ଦୁଇ କାନ, ଲଡୁ ତିଆରି କରାଯିବ, ମୂଷିକ, ମସ୍ତକରେ ମୁକୁଟ ରହିବ, କିଛି ଅଳଙ୍କାର, ଏଇଭଳି ଭାବରେ ଆମେ ଛୋଟ ଛୋଟ ବଲ୍ ରେ ସେ କାଦୁଅକୁ ଆମେ ବିଭକ୍ତ କରିଥିଲୁ। କାହିଁକି ନା ସେତିକି କାଦୁଅ ଆମ ପାଖରେ ଥିଲା, ସେହି ଅନୁସାରେ ଆମକୁ ମୂର୍ତ୍ତି ତିଆରି କରିବାର ଥିଲା। ବହୁତ ସରଳ ଭାବରେ ଆମେ ଏଠି ଆପଣଙ୍କୁ ଦେଖେଇଛୁ। ଆମେ ଯେତେବେଳେ ପ୍ରଥମେ ଦୁଇଟି ପାଦ ତିଆରି କରିଲୁ, ପାଦର ଯେଉଁ ଜଙ୍ଘ ଜାଗା, ସେ ଜାଗା ଟିକେ ମୋଟା ରହିବ ଏବଂ ପାଦ ଆଡ଼କୁ ଟିକେ ସରୁ, ଅଳ୍ପ ସରୁ, ଏବଂ ପାଦକୁ ଯେଉଁ ଦୁଇଟି ପାଦ ବା ଦୁଇଟି ଗୋଡ଼ ଯେଉଁ ଆମେ ତିଆରି କରିଲୁ, ତାକୁ ଟିକେ ସି ଭଳିଆ ବଙ୍କା କରିଦେଲୁ, ଇଂଲିଶ ଅକ୍ଷର ସି ଭଳିଆ ବଙ୍କା କରିଦେଲୁ। ଏବଂ ବଡ଼ ଗୁଳା, ମାଟିର ଯେଉଁ ବଡ଼ ଗୁଳାଟି, ତାକୁ ଠାକୁରଙ୍କର ଉଦର ବା ପେଟ ସଦୃଶ ସେଇ ଦୁଇଟି ପାଦର ଉପରେ ଆମେ ରଖିଦେଲୁ ଏବଂ ପେନସିଲରେ ଛୋଟ କଣାଟିଏ କରି ନାଭି ତିଆରି କରିଦେଲୁ ଏବଂ ସେଇ ଉଦର ଉପରେ ବା ପେଟ ଉପରେ ସିଧାସଳଖ ମୁଣ୍ଡ ପାଇଁ ଯେଉଁ ଗୋଲ କରିଥିଲୁ, ସେ ଗୋଲଟି ରଖିଦେଲୁ। ବର୍ତ୍ତମାନ ଆମେ ଆଉ ଦୁଇଟି ଗୁଳା ନେଇଛୁ, ତାକୁ ମଧ୍ୟ ଏଭଳି ଭାବରେ ଗୋଲ କରିଛୁ, ରୋଲ କରିଛୁ, ଯେମିତିକି ଟିକେ ପ୍ରଥମେ ମୋଟା ରହିବ ଏବଂ ଆଗକୁ ଟିକେ ସରୁ ରହିବ। ଏଥିରେ ଆମେ ହାତ ତିଆରି କରୁଛୁ। ଠାକୁରଙ୍କର ହାତ ଏମିତି ରହିବ ଯେମିତି ଠାକୁର ଆଶୀର୍ବାଦ କରୁଛନ୍ତି ଗୋଟିଏ ହାତରେ, ଆଉ ଗୋଟିଏ ହାତରେ ଲଡୁ ଧରିବେ। ହାତର ଆଙ୍ଗୁଳି, ଗୋଡ଼ର ଆଙ୍ଗୁଳି ଏସବୁ ଜାଣିବା ପାଇଁ ଆମେ ହାତର ଅଗ୍ରଭାଗକୁ ଟିକେ ବଙ୍କା କରିଦେଇଛୁ, ଯାହା ଆପଣ ଦେଖିକି ଜାଣିପାରୁଥିବେ। ଦେଖନ୍ତୁ ଆମ ହାତ ଖରାପ ଅଛି, ଏଇଥିପାଇଁ ଆମେ ଖଟ ଉପରେ ବସିକି ତିଆରି କରୁଛୁ। କୌଣସି ଶୁଦ୍ଧପୂତ ଏଠି ଅବସ୍ଥାର କିଛି ବି ଆମେ ଧ୍ୟାନ ରଖିନୁ, କାହିଁକି ନା ଅସୁସ୍ଥ ଥିବା ସମୟରେ ଏସବୁ କରିବା ଆମ ପାଇଁ ସମ୍ଭବ ନୁହେଁ। ବର୍ତ୍ତମାନ ଆଉ ଗୋଟିଏ ହାତ ସେମିତି ଆମେ ସି ଭଳି ହାତକୁ ଟିକେ ବଙ୍କା କରିଦେଇଛୁ ଏବଂ ଏ ହାତଟିକୁ ଆମେ ଟିକେ ଉପରକୁ ରଖିବା ଏବଂ ହାତରେ ଗୋଟିଏ ଲଡୁ ଦେବା। ଶ୍ରୀ ଗଣେଶଙ୍କ ହସ୍ତରେ ସବୁବେଳେ ଲଡୁ ରହିଥାଏ। ବର୍ତ୍ତମାନ ଆଉ ଗୋଟିଏ କ୍ଲେ ଆମେ ନେଇଛୁ, ଯାହାକି ଟିକେ ଛୋଟ, ମୁଣ୍ଡ ଯେତିକି ବଡ଼ ରହିଛି ଗୋଲ, ତାଠୁ ଟିକେ ଛୋଟ, ଆମେ କମ ମାଟି ନେଇକି ଆଉ ଟିକେ ଛୋଟ ଗୋଲ ତିଆରି କରିଥିଲୁ ଏବଂ ସେଥିରୁ ମଧ୍ୟ କିଛିଟା ଆମେ ବାହାର କରିଦେଇଥିଲୁ। ଆମକୁ ଗହଣା ତିଆରି କରିବା ପାଇଁ ଦରକାର ଥିଲା ଏବଂ ଆମକୁ ଲାଗିଲା କି ବହୁତ ବଡ଼ ହେଇଯାଉଛି ଶୁଣ୍ଢ ପାଇଁ, ତ ଆମେ ଏଇଭଳି ଭାବରେ ଶୁଣ୍ଢ ତିଆରି କରିଛୁ। ଶୁଣ୍ଢ ବି ଟିକେ ସରୁ ରହିବ ଆଗକୁ ଏବଂ ପଛକୁ ଟିକେ ମୋଟା ରହିବ ଏବଂ ଯୋଉଠି ଆମେ ମୁଣ୍ଡ ରଖିଛେ, ବଲ ରଖିଛେ, ସେଇ ମୁଣ୍ଡ ସହିତ ଶୁଣ୍ଢକୁ ଏଇଭଳି ଭାବରେ ଆମେ ଲଗେଇଦେବା। ଆପଣ ମାଟିରେ ଯଦି ତିଆରି କରୁଥିବେ, ହାତରେ ଟିକେ ଟିକେ ପାଣି ଲଗେଇକି ମଧ୍ୟ ଏମିତି ତିଆରି କରିପାରିବେ, କୌଣସି ଅସୁବିଧା ହେବ ନାହିଁ। ଶୁଣ୍ଢଟିକୁ ଆମେ ବୁଲେଇକି ଲଡୁ ଉପରେ ରଖିଦେଇଛୁ, ଏମିତି ଲାଗିବ ଯେମିତି ଲଡୁ ଠାକୁର ଖାଉଛନ୍ତି।
ବର୍ତ୍ତମାନ ଆମେ ଆଉ ଛୋଟ ଛୋଟ କୁନି କୁନି କ୍ଲେ ସବୁ ଏମିତି ଟିକି ଟିକି କରି ତିଆରି କରି ତାକୁ ଟିକେ ଟିକେ ବଳିକି ଗୋଟିଏ ଦାନ୍ତ ତିଆରି କରିଦେଇଛୁ। ବାକି ଯୋଉ ଅଳ୍ପ କିଛି କ୍ଲେ ରହିଲା ସେଥିରେ ଆମେ କିଛି କିଛି ଗହଣା ମଧ୍ୟ ତିଆରି କରିଦେବୁ। ବର୍ତ୍ତମାନ ଆମେ କିଛି କାଦୁଅ ନେଇଛୁ ଯାହା ଏକା ସାଇଜର ଥିଲା 2ଟି ବଲ୍, ସେଥିରେ ଆମେ କାନ ତିଆରି କରିଛୁ। କାନ ତିଆରି କରିବା ପାଇଁ ଆପଣ ସେଇ ସି ଆକୃତିର ତିଆରି କରିପାରିବେ। କାନ ଆପଣ ଦେଖିଛନ୍ତି ବଡ଼ ବଡ଼ କାନ ତାଙ୍କର ରହିଥାଏ, ହସ୍ତି କାନ ଯେହେତୁ, ତେଣୁ ସେଇ ଅନୁସାରେ ଟିକେ ବଡ଼ କାନ ରଖିବେ ଏବଂ ଅର୍ଦ୍ଧ ଚନ୍ଦ୍ର ଭଳି ସେ କାନ ହେବ। ଠାକୁରଙ୍କର ପ୍ରାୟ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଆମେ ତିଆରି କରିସାରିଲୁଣୁ। ବର୍ତ୍ତମାନ କିଛିଟା ଗହଣା ଆମେ ମାଟିରେ ତିଆରି କରି ପିନ୍ଧେଇ ଦେଉଛୁ। ଯଦି ଆପଣ ମାଟିରେ ଗହଣା ପିନ୍ଧେଇବେ ନାହିଁ କୌଣସି ଅସୁବିଧା ନାହିଁ। ପୂଜା କରିବା ସମୟରେ ଆପଣ ରିଅଲ ଗହଣା ଆଣି ଠାକୁରଙ୍କୁ ପିନ୍ଧେଇ ଦେବେ। ହାତରେ ପିନ୍ଧିବା ପାଇଁ ବିଭିନ୍ନ ପ୍ରକାର ଚୁଡ଼ି, ଛୋଟ ଛୋଟ ଚୁଡ଼ି ଅଛି, ଯାହାକି ଆମେ ଲଡ଼ୁ ଗୋପାଳଙ୍କ ପାଇଁ ପ୍ରାୟ ସମୟ ଆଣିଥାଏ। ତାର ଗୋଟେ ମୁହଁ ଖାଲି ଥାଏ, ସେଇଭଳି ଚୁଡ଼ି ଆଣିକି ଆମେ ପିନ୍ଧେଇ ପାରିବା। ପଇତା ତ ନିଶ୍ଚୟ ଆପଣ ଅର୍ପଣ କରିବେ। ଆମେ ଏଠି ପଇତା ପିନ୍ଧେଇ ନେଉ, କାଦୁଅରେ ଆମେ ଛାଡ଼ି ଦେଇଛୁ। ଛାଡ଼ିବାର ରିଜିନ୍ ହେଉଛି କ୍ଲେ ଆମ ପାଖରେ ନଥିଲା। ଆପଣ ଯେହେତୁ ପୂଜା କରିବେ ଆମେ କହି ରଖୁଛୁ ଆପଣ ଯେମିତି ହେଲେ ପଇତା ଅର୍ପଣ କରିବେ। ତା ସହିତ ହାତରେ ଚୁଡ଼ି, ବେକରେ ଗୋଟିଏ ହାର, ମୁଣ୍ଡରେ ଛୋଟ ମୁକୁଟ, ତ ଏସବୁ ଆପଣ ରିଅଲ ଆଣିକି ପୂଜା କରିବେ। ପୂଜା କରିବା ସମୟରେ ଆମେ ଆମ ପାଖେ ଯେତିକି କ୍ଲେ ଥିଲା ସେଇ ଅନୁସାରେ ଗୋଟିଏ ଛୋଟିଆ ମୁକୁଟ, ହାତରେ ଚୁଡ଼ି ଦିପଟ, କାନରେ 2ଟା ମାନେ ବିନ୍ଦୁ ଭଳିଆ ପିନ୍ଧି ଦେଇଥିଲୁ ଏବଂ ଏସବୁକୁ ସୁନ୍ଦର କରିକି ସଜେଇବା ପାଇଁ ଆମର ଗୋଟିଏ ହାତ, ଆମେ ଗୋଟିଏ ହାତରେ ଠାକୁରଙ୍କର ଏଇ ମୂର୍ତ୍ତି କରିଛୁ। ଭଗବାନଙ୍କର ଇଚ୍ଛା, ସିଏ ଯେମିତି ଚାହିଁଲେ ଗଢ଼ି ହେଇଗଲେ। ଛୋଟ ଛୁଆମାନଙ୍କ ପାଇଁ କରିଛୁ, ବଡ଼ମାନଙ୍କ ପାଇଁ କରିଛୁ ବୋଲି କହିବୁ ନାହିଁ, କାହିଁକିନା ବହୁତ ଲୋକ ଅଛନ୍ତି ବହୁତ ସୁନ୍ଦର ସୁନ୍ଦର ବିଗ୍ରହ ତିଆରି କରନ୍ତି, ବହୁତ ବଡ଼ ବଡ଼ କାରିଗର। ଆମେ ତାଙ୍କ ସାମ୍ନାରେ କିଛି ବି ନୁହେଁ, କେବଳ ଛୁଆମାନଙ୍କ ପାଇଁ ଯେଉଁମାନେ ଚାହୁଁଥିବେ ଘରେ ଟିକେ ପୂଜା କରିବେ। ବିଗ୍ରହ ଯାହାଙ୍କ ଘରେ ନାହାନ୍ତି ସେମାନେ ହଳଦୀ କିମ୍ବା ମାଟିରେ ଏମିତି ତିଆରି କରିକି ପୂଜା କରିପାରିବେ, ଖୁସି ହେବେ। ଆମ ଧର୍ମର ଯେଉଁଭଳି ପ୍ରଚାର ପ୍ରସାର କରିବା କଥା ସେମାନେ କରିପାରିବେ, ତ ସେଥିପାଇଁ ଆମେ ଏ ଚେଷ୍ଟା କରିଛୁ। ଗୋଟିଏ ହାତରେ ଆମେ ଡିଟେଲିଂ କିଛି କରିପାରିବୁ ନାହିଁ, ଆମକୁ ଏତେ ବି ଜଣା ନାହିଁ, ତ ଆମେ ପେନସିଲର ୟୁଜ୍ କରିଛୁ। ପେନସିଲରେ ଛୋଟ ଛୋଟ କଣା କରିକି ଆମେ ଗହଣାକୁ ସଜେଇଛୁ। ତ ଆପଣଙ୍କୁ ଯେମିତି ସୁବିଧା ଆପଣ ସେମିତି କରିବେ। ଆଉ ଟିକେ କ୍ଲେ ନେଇକି ଆମେ ଗୋଟେ କୁନି ମୂଷା ଏମିତି ତିଆରି କରିଦେଇଛୁ। ମୂଷାର ମୁହଁ ଟିକେ ସରୁଆ କରିଦେଇଛୁ, ତାର ଟିକେ ଲାଞ୍ଜ କରିଦେଇଛୁ, ଆଖି ନାକ ଏ ସବୁ କିଛି ଆମେ ପେନସିଲରେ ଫୁଟେଇକି କଣା କରି କରିଛୁ। ଆମେ ଏଠି ଭିଡ଼ିଓକୁ ସ୍ପିଡ୍ ମୋଡ଼ରେ ରଖିନୁ, ମାନେ ଅଳ୍ପ ସ୍ପିଡ଼ରେ ରଖିଛୁ, ଅଧିକ ସ୍ପିଡ଼ରେ ରଖିନୁ, ଯେମିତି ଆପଣ ବୁଝିପାରିବେ ସେଇ ଅନୁସାରେ ଆମେ ଆପଣଙ୍କୁ ଦେଖେଇବା ପାଇଁ ଚେଷ୍ଟା କରିଛୁ। ତା ସହିତ ଆମେ ଗୋଟେ ହାତରେ କରିଛୁ, ତ ଏତେ ଦୂରରୁ ଆମେ ସୁଟ୍ କରୁଛୁ। ଆଶା କରୁଛୁ କି ଆମେ ଯାହା କରୁଛୁ ଆପଣ ବୁଝିପାରୁଥିବେ, କାହିଁକିନା ପାଖରୁ ଟିକେ ଦେଖେଇଥିଲେ ହୁଏତ ଭଲ ହେଇଥାନ୍ତା, କିନ୍ତୁ ଯେହେତୁ ହାତ ଖରାପ ଆମେ ପୁରା ପାଖରୁ ଧରିକି ସୁଟ୍ କରିବା ସମ୍ଭବ ହେଇପାରିନି। କିଛିଟା ପ୍ରୋବ୍ଲେମ୍ ପାଇଁ ଆମେ ଦୂରରେ ହିଁ କ୍ୟାମେରା ସେଟ୍ କରିଦେଇଥିଲୁ, ଯେଉଁଥିପାଇଁ ଟିକେ ଦୂର ହେଇଯାଉଛି। ଆମକୁ ଲାଗିଲା ପରେ ଦେଖିକି ଦେଖନ୍ତୁ, ଆପଣମାନେ ବୁଝିଯାଉଥିବେ। ପେନସିଲର ମୁନ ଏମିତି ପୁରା ମୁନିଆ ରଖିବେ, ତ ସେଇଥିରେ ଆପଣ ବହୁତ ଭଲ ଭାବରେ ଡିଟେଲିଂ କରିପାରିବେ। ମୂଷାଙ୍କର ଆଖି, ପାଟି ଏମିତି ପେନସିଲରେ ଆମେ ତିଆରି କରିଥିଲୁ, ଲାଞ୍ଜ ତାଙ୍କର। ବର୍ତ୍ତମାନ ଶ୍ରୀ ଗଣେଶଙ୍କ ହାତରେ ଯେଉଁ ଚୁଡ଼ି ଅଛି ସେଥିରେ ବି ଏମିତି ଟିକେ ଟିକେ ପେନସିଲରେ ବିନ୍ଦୁ କରିକି ଡିଜାଇନ୍ କରିଦେଇଛୁ। ଆଉ ଶ୍ରୀ ଗଣେଶଙ୍କର ଆଖି ମଧ୍ୟ ସେଇ ପେନସିଲରେ ଆମେ କରିଛୁ। ତ ଆପଣ ସେମିତି ପେନସିଲରେ ଖାଲି ଗାର ଟାଣିକି ମଧ୍ୟ ଆପଣ ଆଖି କରିପାରିବେ। ଯଦି ଆପଣ ହଳଦୀରେ ବିଗ୍ରହ ତିଆରି କରିଛନ୍ତି, ଆପଣ ପେନସିଲ ବା ଏମିତି କିଛି ମୁନିଆ ଜିନିଷରେ ଆପଣ ଆଖି ତିଆରି କରିଲେ ବିଗ୍ରହ ଫାଟିଯିବାର ବା ଭାଙ୍ଗିଯିବାର ସମ୍ଭାବନା ଅଛି। ସେ କ୍ଷେତ୍ରରେ ଆପଣ କ'ଣ କରିବେ, ଆଖି ସେଇ ହଳଦୀରେ ଆପଣ ଆଖି ତିଆରି କରିଦେବେ। ଟିକେ ଲମ୍ବା ଲମ୍ବା କରି ତିଆରି କରିକି ଆପଣ ଯେଉଁଠି ତାଙ୍କର ଆଖି ରହିବା କଥା ସେ ଜାଗାରେ ନେଇକି ଆଖିଟିକୁ ଲଗେଇ ଦେବେ, ଯେମିତି ଏକ୍ସଟ୍ରା ଆଖି ଲଗାଯାଏ ଆମର କଉଡ଼ି ଇତ୍ୟାଦିରେ ଆଖି ଯେମିତି କରାଯାଏ, ଠିକ୍ ସେଇଭଳି ଭାବରେ ଆପଣ ଆଖି ତିଆରି କରିକି ସେଠି ନେଇକି ପାଣିରେ ଟିକେ ହାଲକା ପାଣି ଲଗେଇକି ଲଗେଇଦେବେ। ଆପଣମାନଙ୍କୁ ଆମର ଏତିକି ଅନୁରୋଧ ରହିବ, ଠାକୁରଙ୍କ ପୂଜାରେ ପ୍ରାକୃତିକ ଜିନିଷ ବ୍ୟବହାର କରନ୍ତୁ ଏବଂ କେମିକାଲ ଠାରୁ ଦୂରେଇ ରୁହନ୍ତୁ। ଯାହା ବି ବ୍ୟବହାର କରନ୍ତୁ ଯେମିତି ସେ ଜିନିଷକୁ ଆମେ ପ୍ରକୃତି ମାତାଙ୍କ ଦେହରେ ଯେଉଁଠି ବି ଆମେ ଚାହିଁବା ତାକୁ ବିଲୀନ କରିପାରିବା। ପ୍ଲାଷ୍ଟିକ, ଜରି ଏସବୁର ବ୍ୟବହାର କରନ୍ତୁ ନାହିଁ। ଠାକୁରଙ୍କର ଯେଉଁ ବସ୍ତ୍ର ଅଛି ତାକୁ ରିୟୁଜ୍ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣ ଭାବୁଛନ୍ତି ରିୟୁଜ୍ କରିପାରୁନାହାନ୍ତି, ତାହେଲେ ଆପଣ ଚେଷ୍ଟା କରନ୍ତୁ ଠାକୁରଙ୍କ ପାଇଁ ସୂତା କପଡ଼ାରେ ବସ୍ତ୍ର ତିଆରି କରିବା ପାଇଁ, ବା ସୂତାର କୌଣସି ବି କପଡ଼ା ଆପଣ ରିୟୁଜ୍ କରିପାରିବେ, ବହୁତ ଗୁଡ଼ିଏ କାମରେ ଲାଗିଯିବ।
ଗୋଟିଏ ହାତରେ ତିଆରି କରିବା ସମୟରେ କିଛି ଅସୁବିଧାର ସମ୍ମୁଖୀନ ଆମେ ହେଲୁ। ଶୁଣ୍ଢ ପାଖରେ ଆଉ ଟିକେ ଆମେ ଚାହିଁଥିଲେ ଭଲ ଭାବରେ ତାକୁ ଟିକେ ମାଟିକୁ ପ୍ଲେନ୍ କରିପାରିଥାନ୍ତୁ, କିନ୍ତୁ କରିପାରିଲୁ ନାହିଁ। ଯାହା ବି ଯେତିକି ଆମେ କରିଛୁ ଆପଣ ନିଶ୍ଚୟ ଭଲ ଭାବରେ କରିବା ପାଇଁ ଚେଷ୍ଟା କରିବେ। ମାଟିରେ ବା ପାଣିରେ ଆପଣ ଠାକୁରଙ୍କର ବିସର୍ଜନ କରିବେ। ଏମିତି ଭାବରେ ବିସର୍ଜନ କରିବେ ଯେମିତିକି ମାଟି ବା ପାଣି କାହାର କିଛି କ୍ଷତି ହେଉନଥିବ। କେବେ ବି କେମିକାଲ ରଙ୍ଗ କିମ୍ବା କୌଣସି ପ୍ଲାଷ୍ଟିକ ଇତ୍ୟାଦି ବିସର୍ଜନ କରିବେ ନାହିଁ। ରହୁଛୁ। ଜୟ ଶ୍ରୀ ଜଗନ୍ନାଥ।